ୱେଲକମ୍ ଟୁ ଆୱାର ଚ୍ୟାନେଲ୍ ଏଲେକ୍ସ ଏଜୁକେସନ୍। ପୁଣି ଥରେ ଆପଣଙ୍କୁ ସ୍ୱାଗତ କରୁଛୁ। ତ ପ୍ରିଭିୟସ୍ ଭିଡ଼ିଓରେ ଆମେ ପଢ଼ିଥିଲା ତା'ର କ'ଣ ଉପଯୋଗିତା ତ ଆମେ ପଢ଼ିଥିଲା। ତ ଏବେ ଆମେ ପଢ଼ିବା ଏହାର ପ୍ରକୃତିର ଅନୁସାରେ ସମ୍ବଳ କେତେ ପ୍ରକାର, ତାହା ଏବେ ଆମେ ପଢ଼ିବା। ତ ପ୍ରଥମେ ପଢ଼ିବା ପ୍ରାକୃତିକ ସମ୍ବଳ। ପ୍ରାକୃତିକ ସମ୍ବଳ କହିଲେ କ'ଣ, ଯେଉଁଟା ଆମକୁ ପ୍ରକୃତିରୁ ମିଳୁଛି। ଠିକ୍ ଅଛି। ତ ପ୍ରକୃତିରେ ଥିବା ଯେଉଁ ପଦାର୍ଥ ଓ ଶକ୍ତି ଦ୍ୱାରା ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଉପକୃତ ହୋଇଥାଏ ସେଗୁଡ଼ିକୁ ପ୍ରାକୃତିକ ସମ୍ବଳ କୁହାଯାଏ। ହେଲା, ତ ମନୁଷ୍ୟ ଯେଉଁ ପଦାର୍ଥ ଓ ଶକ୍ତିକୁ ସେ କ'ଣ କରେ, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ତାକୁ ପ୍ରକୃତିରୁ ଗ୍ରହଣ କରିଥାଏ। ତାକୁ ମାନେ ସିଧାସଳଖ ହଉ ବା କିଛି ଗୋଟେ ସ୍ରୋତରୁ ତାକୁ କେଉଁଥିରୁ ଗ୍ରହଣ କରିଥାଏ, ପ୍ରକୃତିରୁ ହିଁ ଗ୍ରହଣ କରିଥାଏ। ତାକୁ କ'ଣ କୁହାଯାଏ, ପ୍ରାକୃତିକ ସମ୍ବଳ। ଯଥା ଭୂମି, ତମ ମୃତ୍ତିକା, ଅରଣ୍ୟ, ବନ୍ୟ ପ୍ରାଣୀ, ଜଳ, ବାୟୁ ଇତ୍ୟାଦି। ଠିକ୍ ଅଛି, ସେଟାକୁ କ'ଣ କୁହାଯାଏ, ତମର ପ୍ରାକୃତିକ ସମ୍ବଳ କୁହାଯାଏ। ତ ସେକେଣ୍ଡ ହେଉଛି ତମର ସାଂସ୍କୃତିକ ସମ୍ବଳ। ସାଂସ୍କୃତିକ ସମ୍ବଳ କ'ଣ, ଆମକୁ ଯେଉଁ ଜ୍ଞାନ କୌଶଳ ବିକାଶ ଯେଉଁଟା ମିଳୁଛି ତାକୁ କୁହାଯାଏ କ'ଣ, ସାଂସ୍କୃତିକ ସମ୍ବଳ। ତ ସାଂସ୍କୃତିକ ସମ୍ବଳରେ କ'ଣ, ସଭ୍ୟତାର ବିକାଶ କ୍ରମେ ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ପ୍ରକୃତି ସମ୍ବଳକୁ ରୂପାନ୍ତରିତ କରି କିମ୍ବା ସେହିପରି ଭାବରେ ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗୀ କରିପାରିଛି। ତ ଏଥିରେ କ'ଣ କୁହାଯାଇଛି, ମନୁଷ୍ୟ ତା'ର ବିକାଶ କ୍ରମରେ କ'ଣ ଦକ୍ଷତା କାରିଗରୀ କୌଶଳ ମାଧ୍ୟମରେ ସାଂସ୍କୃତିକ ସମ୍ବଳକୁ କ'ଣ କରିଛି, ବିକାଶ କରିପାରିଛି, ଉପଯୋଗୀ କରିପାରିଛି। ସାଂସ୍କୃତିକ ସମ୍ବଳ ଏଠାରେ କାହାକୁ କୁହାଯାଇଛି ନା, ଯେଉଁଟା ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ, ଅର୍ଥ ଲଗାଣ, ଅର୍ଥ ସଞ୍ଚାଳନ, ଯାହା ରାଜନୈତିକ ଅନୁଷ୍ଠାନ ଯାହା ଏଥିରେ କାମ ହେଉଛି ସେଟାକୁ କ'ଣ କୁହାଯାଇଛି, ସାଂସ୍କୃତିକ ସମ୍ବଳ। ଆମ ସଂସ୍କୃତିକୁ ଯେଉଁଟା କି ହେଲ୍ପ କରୁଛି କି ବଢ଼ଉଛି, ସେଟାକୁ ଆମ ସଂସ୍କୃତିକୁ ଦର୍ଶାଉଛି, ସେଟାକୁ କୁହାଯାଇଛି ସାଂସ୍କୃତିକ ସମ୍ବଳ। ଏବେ ଆସିଗଲା ତୁମ ମାନବ ସମ୍ବଳ। ମାନବ ସମ୍ବଳ କାହାକୁ କୁହାଯାଏ ନା, ମାନବ ସମ୍ବଳ ମନୁଷ୍ୟକୁ ସ୍ୱତନ୍ତ୍ର ଭାବରେ ଏକ ବିଶିଷ୍ଟ ସମ୍ବଳ ଭାବରେ ବିବେଚନା କରାଯାଇଛି। ମନୁଷ୍ୟକୁ ମଧ୍ୟ ଏକ ସମ୍ବଳ ଭାବରେ ବିବେଚନା କରାଯାଇଛି। କାହିଁକି ନା ମନୁଷ୍ୟ ଏବଂ ତା ପରିବେଶ ଓ ସାଂସ୍କୃତିକ ସଂଗଠନ ମିଳିତ ପ୍ରକ୍ରିୟାରେ ସମ୍ବଳ ସୃଷ୍ଟି ହୋଇଛି। ମନୁଷ୍ୟକୁ ମାନବ ସମ୍ବଳ କାହିଁକି କୁହାଯାଇଛି ନା, ସେ ବି ପରିବେଶରେ ସାଂସ୍କୃତିକ ଗଠନ ମିଳିତ ପ୍ରକ୍ରିୟା ସମ୍ବଳ ସୃଷ୍ଟି କରିଛି। ଯଥା ସଂରଚନା, ଜ୍ଞାନ, ଗୁଣାବଳୀ, ସେ ତା'ର ଗୁଣ ବଳରେ ଏକ ସମ୍ବଳକୁ ସେ କ'ଣ କରିଛି, ଦର୍ଶାଇଛି। ପରିବେଶରେ ତା'ର ସାଂସ୍କୃତିକ ଜ୍ଞାନ ସଂରଚନା କରି ସେ ସମ୍ବଳକୁ ଦର୍ଶାଇଛି। ସେଥିପାଇଁ ମାନବକୁ ଏକ କ'ଣ କୁହାଯାଇଛି, ସମ୍ବଳ କୁହାଯାଇଛି। ହେଲା, ତ ଏବେ ଆସିବା 2 ନମ୍ବର, ଉତ୍ପତ୍ତି ଅନୁସାରେ। ଏଟା କ'ଣ ଗଲା, ଏଟା ପ୍ରାକୃତି ଅନୁସାରେ ଗଲା, ଏଟା ଉତ୍ପତ୍ତି ଅନୁସାରେ ହେଲା। ତ ଉତ୍ପତ୍ତି ଅନୁସାରେ କେତେଟା ସମ୍ବଳ ଅଛି, ଜୈବ ସମ୍ବଳ ଓ ଅଜୈବ ସମ୍ବଳ। ଏ ଦୁଇଟା ସମ୍ବଳକୁ ମୋଷ୍ଟ ଇମ୍ପୋର୍ଟାଣ୍ଟ, କାହିଁକି ନା ଏହାର ପାର୍ଥକ୍ୟ ଦର୍ଶା କହିକରି ଏକ୍ଜାମ୍ରେ ଆସେ। 3 ମାର୍କ ହେଉ 2 ମାର୍କ ହେଉ। ହେଲା, ତ ଆମେ ଦେଖିବା ଜୈବ ସମ୍ବଳ କାହାକୁ କୁହାଯାଏ। ଜୈବ ସମ୍ବଳ ଏହା ଜୈବମଣ୍ଡଳ ଅନ୍ତର୍ଗତ ଜୀବବସ୍ତୁ ଯଥା ମନୁଷ୍ୟ, ପ୍ରାଣୀ, ଉଦ୍ଭିଦ, ଅଣୁଜ, ପଶୁପକ୍ଷୀ, ମାଛ ଇତ୍ୟାଦିକୁ ଜୈବ ସମ୍ବଳ କୁହାଯାଏ। ସିଧା କହିବା ମାତ୍ରେ ହେଉଛି ଯାହାର ଜୀବନ ଅଛି ତାକୁ ଜୈବ ସମ୍ବଳ କୁହାଯାଏ। ଠିକ୍ ଅଛି, ଯାହାର ଜୀବନ ଅଛି ତାକୁ ଜୈବ, ଯାହାର ଜୀବନ ନାହିଁ ତାକୁ ଅଜୈବ ସମ୍ବଳ କୁହାଯାଏ। ଯାହା ଭୂମି, ଶିଳା, ଜଳ, ମୃତ୍ତିକା, ଖଣିଜ ପଦାର୍ଥ ତୁମକୁ ମନେ ରଖିବାରେ ବହୁତ ସୁବିଧା ହେବ। ଯାହାର ଜୀବ ତାକୁ ଜୈବ ସମ୍ବଳ, ଯାହାର ଜୀବନ ନାହିଁ ତାକୁ ଅଜୈବ ସମ୍ବଳ। ଠିକ୍ ଅଛି, ତ ତୁମ 2ଟା ସମ୍ବଳ ଗଲା କ'ଣ କ'ଣ ନା, ଉତ୍ପତ୍ତି ଅନୁସାରେ, ପ୍ରାକୃତିକ ଅନୁସାରେ। ହେଲା, ଏବେ ଆସିବ ବ୍ୟବହାର ଓ ସୁଲଭ୍ୟତା ଅନୁସାରେ। ବ୍ୟବହାର ସୁଲଭ୍ୟତା ଅନୁସାରେ କ'ଣ କ'ଣ, ଅସରନ୍ତି ବା ଅକ୍ଷୟ ସମ୍ବଳ। ଏଟା ଗୋଟେ ବି ଆସେ ତୁମକୁ, କେଉଁଟା ଅସରନ୍ତି କେଉଁଟା ଅକ୍ଷୟ ସମ୍ବଳ, ତା'ର ପାର୍ଥକ୍ୟ ଦର୍ଶା କରିକି 2 ମାର୍କରେ ଆସେ, ସେଥିପାଇଁ ମନେ ରଖିବ। ତ ଯେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ନିଷେଧ ହୁଏ ନାହିଁ,
ସେଗୁଡ଼ିକୁ ଅସରନ୍ତି ବା ଅକ୍ଷୟ ସମ୍ବଳ କୁହାଯାଏ। ତ ଏଥିରେ କ'ଣ କହିଛି, ଯେଉଁ ସମ୍ବଳ ବାରମ୍ବାରତା ବ୍ୟବହାର ସତ୍ତ୍ୱେ ମଧ୍ୟ ଶେଷ ହୁଏ ନାହିଁ ତାକୁ କ'ଣ ହୋଇଛି, ଅସରନ୍ତି ସମ୍ବଳ। ଯେପରି ସୌରଶକ୍ତି, ବାୟୁ। ସୌରଶକ୍ତି ଓ ବାୟୁକୁ ଆମେ ଯେତେ ମାତ୍ରାରେ ବି ବ୍ୟବହାର କଲେ ତାହା କେବେ କ'ଣ ହେବ, ସରିବ ନାହିଁ। ତାକୁ କୁହାଯାଇଛି ଅସରନ୍ତି ବା ଅକ୍ଷୟ ସମ୍ବଳ ହେଲା। ତ ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ କୁହାଯାଏ। ସରନ୍ତି, ସୀମିତ ଓ କ୍ଷୟଶୀଳ ସମ୍ବଳ କାହାକୁ କୁହାଯାଏ? ମନୁଷ୍ୟ ବ୍ୟବହାର ମନୁଷ୍ୟ ବ୍ୟବହାର ଦ୍ୱାରା ଯେଉଁ ସମ୍ବଳ କ୍ରମଶଃ ହ୍ରାସ ପାଇଥାଏ କିମ୍ବା ଶେଷ ହୋଇଯାଇଥାଏ ଆଶଙ୍କା ଥାଏ ତାକୁ ସରନ୍ତି ବା ଅସରନ୍ତି ସମ୍ବଳ କୁହାଯାଏ। ତ ସରନ୍ତି ବା ସୀମିତ ବା କ୍ଷୟଶୀଳ ସମ୍ବଳ କାହାକୁ କୁହାଯାଏ? ନା, ମନୁଷ୍ୟ ଯେଉଁ ସମ୍ବଳକୁ ବାରମ୍ବାରତା ବ୍ୟବହାର କଲେ ତାହା ହ୍ରାସ ପାଏ ଏବଂ ଶେଷ ହୋଇଯାଏ ତାକୁ ସରନ୍ତି ବା ସୀମିତ ବା ଅକ୍ଷୟଶୀଳ ସମ୍ବଳ କୁହାଯାଏ। ହ୍ରାସ ନ ପାଇଲେ ବି ହ୍ରାସ ପାଇବା ଆଶଙ୍କା ଥାଏ। ଯେମିତି ପେଟ୍ରୋଲିୟମ, କୋଇଲା, ବିଭିନ୍ନ ଖଣିଜ ପଦାର୍ଥ। କୋଇଲା ଏବଂ ପେଟ୍ରୋଲିୟମ କ'ଣ ହେଉଛି ନା, ତାର ମାତ୍ରା କମି କମି ଆସିଲାଣି। ଯାହା ପୃଥିବୀରେ ଥିଲା ସେ ତାର ମାତ୍ରା କମି କମି ଆସିଲାଣି, ତାହା ଦିନେ ଦିନେ ସରିଯିବ। ସେ ତାକୁ କହିଛି କ'ଣ, ସରନ୍ତି ସମ୍ବଳ ହେଲା। ତ ଆମେ କ'ଣ ପଢ଼ିଲା, ସରନ୍ତି ଏବଂ କ୍ଷୟଶୀଳ ସମ୍ବଳ। ତ ଏବେ ଆମେ ଦେଖିବା ପରିମାଣ ଅନୁସାରେ କ'ଣ କ'ଣ ଅଛି। ଅପୂରଣୀୟ ସମ୍ବଳ, ଅବିରାମ ସମ୍ବଳ, ଦୁଇଟା ଅଛି ପରିମାଣ ଅନୁସାରେ। କ'ଣ କ'ଣ? ଅପୂରଣୀୟ ସମ୍ବଳ, ଅବିରାମ ସମ୍ବଳ ହେଲା। ଅବିରାମ ସମ୍ବଳ। ତ ଅପୂରଣୀୟ ସମ୍ବଳ କାହାକୁ କୁହାଯାଏ ସେଟାକୁ ପ୍ରଥମେ ଦେଖିବା। ତ ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ସମ୍ପୂର୍ଣ୍ଣ ଶେଷ ହୋଇଯାଇଥାଏ ଏବଂ ପୁନଃ ସୃଷ୍ଟି କରାଯାଇପାରେ ନାହିଁ ତାକୁ ଅପୂରଣୀୟ ସମ୍ବଳ କୁହାଯାଏ। ତ ଏଠାରେ ଅପୂରଣୀୟ ସମ୍ବଳ କାହାକୁ କୁହାଯାଇଛି? ଯେଉଁ ସମ୍ବଳ ମନୁଷ୍ୟର ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ଶେଷ ହୋଇଯାଉଛି ଏବଂ ତାକୁ ପୂରଣ କରିବା ପାଇଁ ଶହ ଶହ ବର୍ଷ ଲାଗୁଛି ତାକୁ କ'ଣ, ଅପୂରଣୀୟ ସମ୍ବଳ କୁହାଯାଏ। ଯେମିତି ଖଣିଜ ପଦାର୍ଥ, ଖଣିଜ ତୈଳ, କୋଇଲା। କୋଇଲା କ'ଣ ନା, ତାର ଶହ ଶହ ବର୍ଷ ଲାଗେ କୋଇଲା ତିଆରି ହେବା ପାଇଁ। ତାହା ତ ସମ୍ଭବ ନୁହେଁ ନା କି ଆଜି ଶେଷ ହେଇଗଲା କାଲି ପୂରଣ କରୁ, ହଁ, କି 2-3 ମାସ ପୂରଣ କରୁ ଫେର ତାକୁ ୟୁଜ୍ କରୁ, ସେଟା ତ ସମ୍ଭବ ନୁହେଁ। ସେଟା କହୁଛି ହେଲା। ତ ଅପୂରଣୀୟ ସମ୍ବଳରେ କ'ଣ କ'ଣ ଆସିବ? ଖଣିଜ ପଦାର୍ଥ, ଖଣିଜ ତୈଳ ଇତ୍ୟାଦି ଆସିବ। ଠିକ୍ ଅଛି। ତାପରେ ଆସିଯିବା ଅବିରାମ ସମ୍ବଳ। ଅବିରାମ ସମ୍ବଳ କାହାକୁ କୁହାଯାଏ? ନା, ମନୁଷ୍ୟର ବ୍ୟବହାର ସତ୍ତ୍ୱେ ଯେଉଁ ସମ୍ବଳର ପରିମାଣ କୌଣସି ହ୍ରାସ ପରିଲକ୍ଷିତ ହୋଇନଥାଏ ବା ଅବିରାମ, ତାକୁ ଅବିରାମ ସମ୍ବଳ ବା ପୂରଣୀୟ ସମ୍ବଳ କୁହାଯାଏ। ତ ଏହା କ'ଣ ନା, ଆମେ ଦେଖିଲା ସୀମିତ, ଅସୀମିତ ହେଲା। ସେଇଟାର ହିଁ କ'ଣ ଗୋଟେ ପାର୍ଟ। କାହିଁକି ନା ଦେଖ, ସୀମିତରେ ଆମେ କ'ଣ ଦେଖିବା, କିଛି ଅଛି ଯାହା କ'ଣ ହୁଏ, ଜଲ୍ଦି ସରିଯାଏ, ତାକୁ ଆମେ କ'ଣ ପୁନଶ୍ଚ ତିଆରି କରିପାରିବା ନାହିଁ। ଯେମିତିକି ପେଟ୍ରୋଲିୟମ, କୋଇଲା, ତାକୁ ସୀମିତ କହୁ। ଅସୀମିତ କ'ଣ, ବାୟୁ, ତମ ସୌରଶକ୍ତି, ତାକୁ ଅସୀମିତ ସମ୍ବଳ କହୁ। ସେମିତି ଏଥିରେ କ'ଣ, ତମ ଅବିରାମ ଆଉ କ'ଣ, ଅପୂରଣୀୟ ସମ୍ବଳ କୁହାଯାଇଛି। ପୂରଣୀୟ, ଅପୂରଣୀୟ। ଅବିରାମ ମନେ ନ ରଖିଲେ ବି ଚଳିବ, ଖାଲି ପୂରଣୀୟ ଆଉ ଅପୂରଣୀୟ ସମ୍ବଳକୁ ମନେ ରଖିଥାଉ ଦୁଇଟା। କାହିଁକି ନା ଏଥିରେ ବି ତମର କ'ଣ ପାର୍ଥକ୍ୟ ଦର୍ଶାଅ ପଡ଼ିଯାଏ 2 ମାର୍କର ହେଲା। ତ ଅବିରାମ ସମ୍ବଳ କ'ଣ କାହାକୁ କୁହାଯାଏ? ନା, ମନୁଷ୍ୟର ବାରମ୍ବାରତା ଦ୍ୱାରା ଯେଉଁ ସମ୍ବଳ ହ୍ରାସ ନ ପାଇଥାଏ ତାକୁ ଅବିରାମ ସମ୍ବଳ କୁହାଯାଏ ହେଲା। ଯେମିତି ସୌରଶକ୍ତି, ବାୟୁ, ଏଥିରେ ସେଇଟା ହିଁ ଦେଇଛି ହେଲା। ଏବେ ଦେଖିବା ନା ଭରଣୀୟ ସମ୍ବଳ। ଭରଣୀୟ ସମ୍ବଳ କେତେ ପ୍ରକାର ଫେର ନା, ନବୀକରଣ ଯୋଗ୍ୟ ସମ୍ବଳ, ନବୀକରଣ ଅଯୋଗ୍ୟ ସମ୍ବଳ। ନବୀକରଣ ଯୋଗ୍ୟ ସମ୍ବଳ କାହାକୁ କୁହାଯାଏ? ଏବେ ଦେଖିବ, ଯେଉଁ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକୁ ପୁନଶ୍ଚ ତିଆରି କରାଯାଇପାରେ ସେଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ। ଜଙ୍ଗଲ ପଦାର୍ଥ, ପ୍ରାଣୀଜାତ ଖାଦ୍ୟ,
କୃଷିଜାତ ପଦାର୍ଥ ଇତ୍ୟାଦି ଚକ୍ରୀୟ ପ୍ରକ୍ରିୟା ଦ୍ୱାରା ପୁନଶ୍ଚ ନବୀକରଣ କରାଯାଇ ବ୍ୟବହୃତ ହୋଇଥାଏ। ଜଳ, ମୃତ୍ତିକା, ବାୟୁ ପ୍ରଦୂଷଣ ପ୍ରାକୃତିକ ଉଭୟରେ ଭରଣ କରାଯାଏ। ନା ନବୀକରଣ ଯୋଗ୍ୟ ସମ୍ବଳ କାହାକୁ କୁହାଯାଏ? ମନୁଷ୍ୟର ବାରମ୍ବାରତା ବ୍ୟବହାର ସତ୍ତ୍ୱେ ତାହା ପୁନଶ୍ଚ କ'ଣ କରାଯାଏ? ତିଆରି କରାଯାଏ। ସେ ତାକୁ ମାନେ ଦେଖ, କାଠ ଆଜି ଆମେ କାଠ କାଟିକି ଆଣିଲା, ଗଛ ତ ଫେର ବଢ଼ିବ ନା, ଗଛଟା ଫେର ବଢ଼ିଲା, ଫେର କାଠ ସୃଷ୍ଟି ହେଲା, ସେଟାକୁ କହିছে କ'ଣ? ନବୀକରଣ ଯୋଗ୍ୟ ସମ୍ବଳ। ରିସାଇକ୍ଲିଂ ପ୍ରୋସେସ୍, ତୁମେ ଇଂଲିଶରେ କ'ଣ ସେଟାକୁ ରିସାଇକ୍ଲିଂ ପ୍ରୋସେସ୍ କୁହାଯାଏ। ହେଲା, ତୁମେ ଦେଖିବ ଗୋଟେ ପ୍ଲାଷ୍ଟିକ୍ ଯେଉଁ ଥଣ୍ଡା ପିଅ ସେଥିରେ ରିସାଇକ୍ଲିଂ ଲେଖା ହୁଏ। କାରଣ କ'ଣ ସେଟା ରିସାଇକ୍ଲିଂ କାହିଁକି ଲେଖାଯାଏ? ନା ରିସାଇକ୍ଲିଂ ଏଥିପାଇଁ ଲେଖାଯାଏ, ତୁମେ ଯେଉଁ ପିଅ ଫେକି ଦିଅ, ସେଟାକୁ ଫେର କମ୍ପାନୀ ନେଇକି ଫେର ସେଟାକୁ ରିସାଇକ୍ଲିଂ କରିକରି ଫେର ବୋତଲ ତିଆରି କରିଥାଏ, ନା ପ୍ଲାଷ୍ଟିକ୍ରୁ ଅଲଗା କିଛି ତିଆରି କରିଥାଏ, ସେଥିପାଇଁ ରିସାଇକ୍ଲିଂ କୁହାଯାଏ। ହେଲା, ଏବେ ଦେଖିବା ନବୀକରଣ ଅଯୋଗ୍ୟ ସମ୍ବଳ। ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ୱାରା ବା ଅନ୍ୟାନ୍ୟ କାରଣ ଦ୍ୱାରା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆଉ ସେଗୁଡ଼ିକର ପୁନଶ୍ଚ ସମ୍ଭବ ହୋଇନଥାଏ। ନବୀକରଣ ଅଯୋଗ୍ୟ ସମ୍ବଳ କ'ଣ? ନା ତୁମେ ତାକୁ ଯେତେ ୟୁଜ୍ କରିବ ତାହା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ତାହା ପୁନଃବରଣ ହୋଇପାରେ ନାହିଁ। କୋଇଲା, ପେଟ୍ରୋଲିୟମ୍, ତାହା ପୁନଶ୍ଚ ବରଣ କ'ଣ ପୁଣି ଥରେ ତିଆରି କରିପାରିବା ନାହିଁ। ଆମେ କୋଇଲା ପେଟ୍ରୋଲିୟମକୁ ଏବେ ସାରିଲେ ପୁଣି ଥରେ ତିଆରି କରିପାରିବା ନାହିଁ ନା। ସେଥିପାଇଁ ତ ଆମ ପାଇଁ ବଡ଼ ବଡ଼ କମ୍ପାନୀ CNG, ତୁମର CNG ଗ୍ୟାସ୍ ବାହାରୁଛି, ସେ ଗାଡ଼ି ତିଆରି ହେଉଛି ଏବଂ ସେ ଇଲେକ୍ଟ୍ରିକ୍ ଗାଡ଼ି ତିଆରି ହେଉଛି, ସେଥିପାଇଁ ତ ହେଉଛି। ତ ଦେଖ, କେତେକ ପ୍ରତ୍ୟକ୍ଷରେ ଅଦରକାରୀ ଧାତବ ପଦାର୍ଥ ଗୁଡ଼ିକୁ ବିଭିନ୍ନ ଯାନ୍ତ୍ରିକ ପଦ୍ଧତି ପୁନଶ୍ଚ ପ୍ରକ୍ରିୟା ଦ୍ୱାରା ଆଉ ଥରେ ବ୍ୟବହାର ଯୋଗ୍ୟ କରାଯାଇଥାଏ। ଏହାକୁ ପୁନରୁଦ୍ଧାର ସମ୍ବଳ କୁହାଯାଏ। ତ କେତେକ ମାତ୍ରାରେ, ବହୁତ କମ୍ ମାତ୍ରାରେ ଗୋଟେ ଏଇଟା ହେଉଛି ଧାତବ ପଦାର୍ଥ ଅଛି ଯାହାକୁ ଯାନ୍ତ୍ରିକ ପଦ୍ଧତିରେ କ'ଣ କୁହାଯାଏ? ତିଆରି କରାଯାଇଥାଏ, ତାହାକୁ ପୁନରୁଦ୍ଧାର ଯୋଗ୍ୟ ସମ୍ବଳ କୁହାଯାଏ। ତ ପୁନରୁଦ୍ଧାର ଯୋଗ୍ୟ ସମ୍ବଳ କାହାକୁ କୁହାଯାଏ? ନା ଏଥିରେ ଲେଖିବ ତୁମେ ନବୀକରଣ ଅଯୋଗ୍ୟ ସମ୍ବଳ କେତେକ ନବୀକରଣ ଅଯୋଗ୍ୟ ସମ୍ବଳ ଅଦରକାରୀ ଧାତବ ପଦାର୍ଥକୁ ଯାନ୍ତ୍ରିକ ପଦ୍ଧତିରେ ପୁନଶ୍ଚ ପ୍ରକ୍ରିୟା ଦ୍ୱାରା ଆଉ ଥରେ ବ୍ୟବହାର କରାଯାଇଥାଏ। ଏହାକୁ ପୁନରୁଦ୍ଧାର ସମ୍ବଳ କୁହାଯାଏ। ଯଥା ଭୂମି, ମୃତ୍ତିକା, ଲୁହା, ଆଲୁମିନିୟମ, ତମ୍ବା ଇତ୍ୟାଦି ଧାତବ। କ'ଣ ନା ଦେଖ, ଭୂମିଟା ବି ଯଦି ଗୋଟେ ପ୍ରକାର ସରିଗଲା, ମାଟିଟା ଯଦି ଉର୍ବର ମାଟି ସରିଗଲା, ଆମେ ତ ଉର୍ବର ମାଟି ତିଆରି କରିପାରିବା ନାହିଁ, ତ ସେଟା ବି ଗୋଟେ ନବୀକରଣ ଅଯୋଗ୍ୟରେ ଗଲା। ଲୁହାଟା ବି ଗୋଟେ ସରିଗଲେ ତାକୁ ଆଉ ପୁନଶ୍ଚ ଆମେ ତିଆରି ପାରିବାନି, ସେଟା ବି ନବୀକରଣ ଅଯୋଗ୍ୟ ଗଲା। ଆଲୁମିନିୟମ, ଏହା ଆମେ ପୁନଶ୍ଚ ତିଆରି କରିପାରିବା ନାହିଁ, କିନ୍ତୁ କିଛିଟା ଯେମିତି ଟାଟା ଷ୍ଟିଲ୍ ଅଛନ୍, ଭୂଷଣ ପ୍ଲାଣ୍ଟ ଅଛି, ସେ କ'ଣ କରେ ନା ଗୋଟେ ଏମିତି ପଦାର୍ଥ ଖୋଜିବ ଯାହା କ'ଣ ନା ଲୁହା ପରି, ସେ ଗୋଟେ ଲୁହାର କ'ଣ ଦେଉଥିବ, ତା ଅଣୁ ଦେଉଥିବ, ହେଲା, ଲୁହା ତିଆରି ହୋଇପାରୁଥିବ, ସେମିତି ପଦାର୍ଥ ଖୋଜି ପକାଇବ, ସେ ତାକୁ କୁହାଯାଏ। ଯେଉଁ ନବୀକରଣ ଅଯୋଗ୍ୟ ସମ୍ବଳ ଗୁଡ଼ିକୁ ପୁନଶ୍ଚ କରାଯାଇପାରେ ନାହିଁ, ସେଗୁଡ଼ିକୁ ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳ କୁହାଯାଏ। ହେଲା, ଯେଉଁ ନବୀକରଣ ଅଯୋଗ୍ୟ ସମ୍ବଳ ଗୁଡ଼ିକୁ ପୁଣି ଥରେ ତିଆରି କରାଯାଇ ନାହିଁ ପରେ, ତାହାକୁ କ'ଣ କୁହାଯାଏ? ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳ କୁହାଯାଏ। ଯେମିତି କୋଇଲା, ପେଟ୍ରୋଲିୟମ, ହୀରା, ତୁମ ଏଇଟା କ'ଣ ହେଉଛି? ପୁନଶ୍ଚ ପୁନରୁଦ୍ଧାର ଅଯୋଗ୍ୟ। ଆଉ ତୁମ ଭୂମି, ମୃତ୍ତିକା, ଲୁହା, ଆଲୁମିନିୟମ କ'ଣ ହେଉଛି? କ'ଣ ରହୁଛି ସେଇଟା? ପୁନରୁଦ୍ଧାର ଯୋଗ୍ୟ ଅଯୋଗ୍ୟ ଦୁଇଟା ଅଛି। ହେଲା, ତୁମେ ଟିକେ ଏଟାକୁ ରିଡ଼ିଂ କରିବ ସବୁବେଳେ, ତ କ'ଣ ହେବ ନା ତୁମେ ମନରେ ରହିବ। ବଣ୍ଟନ ଏବଂ ବିତରଣ ଅନୁସାରେ କେତେଟା ସମ୍ବଳ ଅଛି? ଦୁଇଟା ସମ୍ବଳ ଅଛି। ବଣ୍ଟନ ଏବଂ ବିତରଣ ଅନୁସାରେ ମଧ୍ୟ ଦୁଇଟା ସମ୍ବଳ ଅଛି। ତାହା କ'ଣ ସର୍ବସୁଲଭ୍ୟତା ସମ୍ବଳ ଏବଂ ସ୍ଥାନୀୟ ସମ୍ବଳ। ଏଠି ତ ତୁମ ବହିରେ ଗୋଟେ ଛୋଟ ଛୋଟ ଧାଡ଼ି ଦେଇଛି, ମାନେ ଗୋଟେ ପାରାଗ୍ରାଫ କାହାକୁ କୁହାଯାଏ ଏବଂ ତା'ର ଉଦାହରଣ। ଏହା ଦୁଇ ମାର୍କରେ ପଡ଼େ। ସର୍ବସୁଲଭ୍ୟତା ସମ୍ବଳ, ସ୍ଥାନୀୟ ସମ୍ବଳ କ'ଣ କୁହାଯାଏ? ତ ଟେଷ୍ଟ ପେପରରେ କ'ଣ ଅଛି ନା ତିନି ଧାଡ଼ିର ତିନିଟା ପଏଣ୍ଟର ଗୋଟେ କ୍ୱେଶ୍ଚନ୍ ରେଡ଼ି କରିଛି, ସେଟାକୁ ଟିକେ ପଢ଼ୁହ, ଠିକ୍ ଅଛି? ତ ଯଦି ବୁଝିଯାଅ ଖାଲି କାହାକୁ କୁହାଯାଏ ଏବଂ କେଉଁଟା ଅଛି। ଯେଉଁ ସମ୍ବଳ ଗୁଡ଼ିକ ଭୂପୃଷ୍ଠରେ ସବୁଠାରୁ ମିଳିଥାଏ
ସେମାନଙ୍କୁ ସର୍ବସୁଲଭ୍ୟତା କୁହାଯାଏ। ସର୍ବସୁଲଭ୍ୟତା କାହାକୁ କୁହାଯାଏ ନା ଯେଉଁ ସମ୍ବଳ ଆମ ପୃଥିବୀରେ ଯେଉଁଠାରେ ବି ଗଲେ ତାକୁ ପାଇବ। ତାହା ହେଲା ଭୂମି ଜଳ ବାୟୁ। ଭୂମି ଜଳ ବାୟୁ କ'ଣ ନା ଯେଉଁଠାକୁ ବି ଯିବ ତାକୁ ପାଇଯିବ। ତମେ ଆମେରିକା ଗଲେ ବି ଭୂମି ପାଇବ, ବାୟୁ ପାଇବ, ଜଳ ପାଇବ, ନା ଚାଇନା ଗଲେ ବି ବାୟୁ ଜଳ ଭୂମି ପାଇଯିବ ହେଲା। ତାକୁ କୁହାଯାଇଛି ସର୍ବସୁଲଭ୍ୟତା ସମ୍ବଳ। ସ୍ଥାନୀୟ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ଗୁଡ଼ିକ ଭୂପୃଷ୍ଠ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ, ଯେଉଁଠାରେ ସମ୍ବଳ ଗୁଡ଼ିକର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାନ୍ତି ସେମାନେ, ତାକୁ ସ୍ଥାନୀୟ ସମ୍ବଳ କୁହାଯାଏ। ଯଥା ଖଣିଜ ପଦାର୍ଥ, ଦେଖ କୋଇଲା ଆମ ଭାରତରେ ମିଳୁଛି, ତ କେଉଁ ଦେଶରେ ତେଲ ମିଳୁଛି, ତେଲ ଆମ ଦେଶରେ ବେଶୀ ନାହିଁ, ସେଟା କହୁଛି। ଜାଗା ଜାଣିକି ଯେଉଁ ପଦାର୍ଥ ମିଳିଥାଏ ତାକୁ କ'ଣ କୁହାଯାଏ? ସ୍ଥାନୀୟ ସମ୍ବଳ କୁହାଯାଏ। ଠିକ୍ ଅଛି। ତ ଆଉ ଗୋଟେ ପ୍ରକାର ସମ୍ବଳ ଅଛି ଯାହା ହେଉଛି ବିକାଶ ସ୍ତରରେ ସମ୍ବଳ। ବିକାଶ ସ୍ତରରେ କ'ଣ ସମ୍ବଳ ଅଛି ନା ଗଚ୍ଛିତ ସମ୍ବଳ ଆଉ ସମ୍ବଳ ଭଣ୍ଡାର। ଗଚ୍ଛିତ ସମ୍ବଳ, ସମ୍ବଳ ଭଣ୍ଡାର ଆଉ ବିକାଶିତ ସମ୍ବଳ ହେଲା। ଗଚ୍ଛିତ ସମ୍ବଳ, ସମ୍ବଳ ଭଣ୍ଡାର, ବିକାଶିତ ସମ୍ବଳ। ଆଉ ଗୋଟେ ଏଥିରେ ଅଛି ଯାହା ହେଉଛି ସଂରକ୍ଷିତ ସମ୍ବଳ। ତ ଏଥିରେ ଚାରି ପ୍ରକାର ତ ଏଥିରେ ଚାରୋଟି ସମ୍ବଳ ଅଛି। କ'ଣ କ'ଣ? ସେଟା ଗଚ୍ଛିତ ସମ୍ବଳ, ସମ୍ବଳ ଭଣ୍ଡାର, ବିକାଶିତ ସମ୍ବଳ ଏବଂ ସଂରକ୍ଷିତ ସମ୍ବଳ। ଗଚ୍ଛିତ ସମ୍ବଳ, ତ ପ୍ରଥମେ ଆମେ ଦେଖିବା ଗଚ୍ଛିତ ସମ୍ବଳ। ତ ଗଚ୍ଛିତ ସମ୍ବଳ କାହାକୁ କୁହାଯାଏ ନା ଯେଉଁ ସମ୍ବଳ ପ୍ରକୃତିର ଗନ୍ତାଘର ଅବ୍ୟବହୃତ ଅବସ୍ଥାରେ ରହିଛି ତାକୁ ପ୍ରଚ୍ଛନ୍ନ ବା ଗଚ୍ଛିତ ସମ୍ବଳ କୁହାଯାଏ। ଗୁଜରାଟ ଓ ରାଜସ୍ଥାନରେ ପ୍ରଚୁର ସୌରଶକ୍ତି ଓ ପବନ ଶକ୍ତି ମହଜୁଦ ଅଛି, ମାତ୍ର ଏହାର ଉପଯୋଗ ବିକାଶ କରାଯାଇ ପାରୁନାହିଁ। ତ ଗଚ୍ଛିତ ସମ୍ବଳ ଏହାକୁ କୁହାଯାଇଛି ଯେଉଁ ସମ୍ବଳ ଗଚ୍ଛିତ ଅବସ୍ଥାରେ ଆମ ପୃଥିବୀରେ ଅଛି, ତାକୁ ବିକାଶରେ କ'ଣ ବ୍ୟବହାର କରାଯାଇ ପାରୁନାହିଁ, ତାକୁ କୁହାଯାଏ ଗଚ୍ଛିତ ସମ୍ବଳ। ତ ସମୁଦ୍ର ତଳେ ଖଣିଜ ପଦାର୍ଥ, ଅମ୍ଳଜାନ ଓ ଉଦ୍ଯାନ ସଂରକ୍ଷଣରେ ଜଳ ସୃଷ୍ଟି ହୁଏ। ଉପଯୁକ୍ତ କୌଶଳ ଦ୍ୱାରା ଭବିଷ୍ୟତରେ ଏଥିରୁ ଶକ୍ତି ଉତ୍ପାଦନ କରାଯାଇପାରିବ ବୋଲି ଆଶା ରହିଛି। ଗଚ୍ଛିତ ସମ୍ବଳ ଏଥିପାଇଁ ରଖାଯାଇଛି ଯେ ଆମ ଭବିଷ୍ୟତରେ କିଛି ବି କାରଣବଶତଃ କିଛି ବି ହେଲା ତ ଏଥିରୁ କ'ଣ କରାଯାଏ? ଶକ୍ତି ଉତ୍ପାଦନ କରାଯାଇପାରିବ। ତ ଏହାପରେ ଆସିଲା ସମ୍ବଳ ଭଣ୍ଡାର, ଯାହାକୁ ଷ୍ଟକ୍ କୁହାଯାଏ ହେଲା। ଷ୍ଟକ୍ କ'ଣ? ସମ୍ବଳ ଭଣ୍ଡାର କ'ଣ? ଭଣ୍ଡାର ମାନେ କ'ଣ? ଯାହାକୁ ଗୋଟେ ଜାଗାରେ ରଖାଯାଇଥିବ ହେଲା। ତ ପରିବେଶରେ ଥିବା ପଦାର୍ଥ ଯେଉଁଗୁଡ଼ିକ ମନୁଷ୍ୟର ଆବଶ୍ୟକତା ପୂରଣ କରିବା ମାତ୍ର ଆଜିର ଜ୍ଞାନ କୌଶଳ ଅନୁସାରେ ସେଗୁଡ଼ିକ ବ୍ୟବହାର ହୋଇପାରୁନାହିଁ, ଏଭଳି ସମ୍ବଳକୁ ସମ୍ବଳ ଭଣ୍ଡାର ଅନ୍ତର୍ଭୁକ୍ତରେ ରଖାଯାଇଥାଏ। ତ ପରିବେଶରେ ଥିବା ପଦାର୍ଥ, ଆମ ପରିବେଶରେ ଯେଉଁ ପଦାର୍ଥ ଅଛି ତାହା ମଣିଷର ଜ୍ଞାନ କୌଶଳ ଅନୁସାରେ ତାହାର ବ୍ୟବହାର ହୋଇପାରୁନାହିଁ, ତାକୁ କ'ଣ କୁହାଯାଏ? ସମ୍ବଳ ଭଣ୍ଡାରରେ ରଖାଯାଇଥାଏ। ତାକୁ କ'ଣ କରାଯାଏ? ସମ୍ବଳ ଭଣ୍ଡାରରେ ରଖାଯାଇଥାଏ। ବିକାଶିତ ସମ୍ବଳ, ଯାହାର ବ୍ୟବହାର ଉପଯୋଗୀ କରାଯାଇପାରୁଛି ତାକୁ ବିକାଶିତ ସମ୍ବଳ କୁହାଯାଇଥାଏ। ଜଳ, ବିଦ୍ୟୁତ ଶକ୍ତି, ଅରଣ୍ୟ, ଖଣିଜ ପଦାର୍ଥ ଇତ୍ୟାଦି। ତ ଏଥିରେ କାହାକୁ ବିକାଶିତ ସମ୍ବଳ କହିଛି ନା ଯାହାର ୟୁଜ୍ ହେଉଛି, ଯାହାର ବ୍ୟବହାର ହେଉଛି। ଖଣିଜ ପଦାର୍ଥର ଆମ ଜୀବନରେ ବ୍ୟବହାର ହେଉଛି। ଜଳ, ବିଦ୍ୟୁତ ଶକ୍ତିର ବ୍ୟବହାର ହେଉଛି। ଜଳର ବିଦ୍ୟୁତ ଗ୍ରହଣ କରୁଛୁ ଏବଂ ସେ ବିଦ୍ୟୁତରୁ ଆମେ ଆମ ଦୈନିକ ଜୀବନର କାର୍ଯ୍ୟକଳାପ କରୁଛୁ। ତ ଏହାକୁ କୁହାଯାଇଛି କ'ଣ? ବିକାଶିତ ସମ୍ବଳ। ସଂରକ୍ଷିତ ସମ୍ବଳ, ଯେଉଁ ସମ୍ବଳ ପଦାର୍ଥ ଗୁଡ଼ିକ ସନ୍ଧାନରେ ମିଳିପାରିଛି ମାତ୍ର ବ୍ୟବହାର ଉପଯୋଗୀ ହୋଇପାରିନାହିଁ, କିନ୍ତୁ ଭବିଷ୍ୟତରେ ଉପଯୋଗୀ ହେବାର ଆଶା ଅଛି। ତ ଏହାକୁ କ'ଣ କହିଛି ନା ଆମ ସମ୍ବଳକୁ ଆମେ ପାଇଯାଇଛୁ କିନ୍ତୁ ତାକୁ ବ୍ୟବହାର ଉପଯୋଗୀ ତିଆରି କରିପାରୁନାହିଁ ହେଲା। ଯେନ୍ତା ପ୍ରବାହିତ ଜଳ ଯାହା ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରାଯାଏ। ପ୍ରବାହିତ ଜଳ କ'ଣ କରାଯାଏ? ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରାଯାଇଥାଏ। ତ ତାକୁ ଆମେ ଜାଣିଛୁ କି ଏହା ପ୍ରବାହିତ ଜଳ ଏହାକୁ ବିଦ୍ୟୁତ ପାଇଁ ଉପଯୋଗ କରାଯାଇଥାଏ, କିନ୍ତୁ ଆମେ ତାକୁ ଉପଯୋଗ କରିପାରୁ ନାହିଁ। ତାକୁ କୁହାଯାଏ କ'ଣ? ସଂରକ୍ଷିତ ସମ୍ବଳ। ସଂରକ୍ଷିତ ସମ୍ବଳର ମାନେ ହେଉଛି କି ଯେଉଁ ସମ୍ବଳକୁ ଆମେ ସନ୍ଧାନରେ ପାଇସାରିଛୁ, କି ଖୋଜି ସାରିଛୁ କି ଏଇ ସମ୍ବଳ ଆମ ଭୂପୃଷ୍ଠରେ ଅଛି, କିନ୍ତୁ ଆମେ ତାକୁ ୟୁଜ୍ କରିପାରୁନାହିଁ। ଏହା କେଉଁଥିରେ ୟୁଜ୍ ହେବା ସେଟା ଆମେ ଜାଣୁନାହିଁ। ଯେମିତି ଆଗକାଳେ ମଣିଷ ଯାହା
ନିଆଁ ଜଳେଇ ଶିଖିଥିଲା, କିନ୍ତୁ ନିଆଁ କେଉଁଥିରେ ୟୁଜ୍ ହେବା କି କେଉଁଥିରେ ଏହାକୁ କାର୍ଯ୍ୟ କରାଯାଏ ସେ ଜାଣିନଥିଲା। ନିଆଁକୁ କ'ଣରେ ଲଗାଯାଇ ଜାଣିନଥିଲା। ସେମିତି ଠିକ୍ ଅଛି। ତ ଆଉ ଗୋଟେ ସମ୍ବଳ ଅଛି ଯାହା ମାଲିକାନା ଅନୁସାରେ ବ୍ୟକ୍ତିଗତ ସମ୍ବଳ, ଗୋଷ୍ଠୀଗତ ସମ୍ବଳ, ଜାତୀୟ ସମ୍ବଳ, ଆନ୍ତର୍ଜାତିକ ସମ୍ବଳ। ମାଲିକାନା ଅନୁସାରେ କେତେଟା ସମ୍ବଳ ଅଛି? ବ୍ୟକ୍ତିଗତ, ଗୋଷ୍ଠୀଗତ ସମ୍ବଳ, ଜାତୀୟ ସମ୍ବଳ, ଆନ୍ତର୍ଜାତିକ ସମ୍ବଳ। ତ ବ୍ୟକ୍ତିଗତ ସମ୍ବଳ, ଯେଉଁ ସମ୍ବଳ ନିଜସ୍ୱ ଅଧିକାରରେ ରହିଛି ତାକୁ ବ୍ୟକ୍ତିଗତ ସମ୍ବଳ କୁହାଯାଏ। ଯେଉଁ ସମ୍ବଳ ତମ ଅଧିକାରରେ ଅଛି, ଯାହା ଚାଷ ଜମି, ଗୃହ ହେଲା, ଯେଉଁ ସମ୍ବଳ ମାନେ ଗୋଟେ ତମେ ଘରରେ ରହୁଛ, ସେ ଘର କ'ଣ ହେଉଛି ତମ ନିଜ ଜାଗାରେ ଅଛି, ତମ ଘରର କାଗଜପତ୍ର ଥିବ, ସେଟା କ'ଣ ହେଉଛି ତମ ସମ୍ବଳ, ହେଉଛି ବ୍ୟକ୍ତିଗତ ସମ୍ବଳ ସେଟାକୁ ହେଲା। ଗୋଷ୍ଠୀଗତ ସମ୍ବଳ କେଉଁଟା? କୌଣସି ଗୋଷ୍ଠୀର ସମସ୍ତ ବ୍ୟକ୍ତିଙ୍କର ସମୂହ ମାଲିକାନାରେ ଥିବା ସ୍ଥାବର ବା ଅସ୍ଥାବର ସ୍ମୃତିକୁ ଗୋଷ୍ଠୀଗତ ସମ୍ବଳ କୁହାଯାଏ। ଏ ଗୋଷ୍ଠୀଗତ ସମ୍ବଳ କାହାକୁ କୁହାଯାଇଛି ନା କୌଣସି ବ୍ୟକ୍ତିର ସମସ୍ତ ବ୍ୟକ୍ତିର ମିଶିକି, ମନେକର ଗୋଟିଏ ଗାଁ ଅଛି, ସେ ସମସ୍ତ ବ୍ୟକ୍ତି ମିଶିଛନ୍ତି, ଗୋଟିଏ ଜମି ଅଛି ଯାହାର ପଟା କି କିଛି କି କାଗଜପତ୍ର କିଛି ନାହିଁ, ସେ କ'ଣ ହେବ ନା ସେ ଗୋଚର ଭୂମି ହେବ, ନା ଶ୍ମଶାନ ଭୂମି ହେବ, ପୁଷ୍ପରିଣୀ ହେବ, କୂପ ହେବ ଇତ୍ୟାଦି ହେଇଯିବ। କାହିଁକି ନା ତାର ମାଲିକ କେହି ନାହିଁ, ସେ ଜମିଟା କାହାର ନୁହେଁ ହେଲା। ସେଟା କ'ଣ ହେଉଛି ସମସ୍ତଙ୍କର, ସେ ଜମି ସମସ୍ତ ବ୍ୟକ୍ତିର, ସେଟାକୁ କୁହାଯାଏ ଗୋଷ୍ଠୀଗତ ସମ୍ବଳ। ଜାତୀୟ ସମ୍ବଳ କାହାକୁ କୁହାଯାଏ? ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ ଇତ୍ୟାଦିକୁ ଜାତୀୟ ସମ୍ବଳ କୁହାଯାଏ। ଦେଶର କ'ଣ ସୀମାରେଖାରେ ଥିବା ଏବେ ଦେଖ, ଏହା ଜାତୀୟ ସମ୍ବଳ। ଦେଖ, ଜାତୀୟ ସମ୍ବଳ କାହାକୁ କୁହାଯାଏ ନା ଦେଶର ଭୌଗୋଳିକ ସୀମାରେଖାରେ ଥିବା। ତ ଆମେ ଦେଖ, ଯଥା ରାସ୍ତାଘାଟ, କୋଇଲା, ରେଳପଥ, ଖଣିଜ ପଦାର୍ଥ ହେଲା, ଏହା ସବୁ। ତ ଆମ ଦେଶର ଯେଉଁ ସୀମାରେଖାର ଭିତରେ ଯେଉଁଟା ଅଛି ତାକୁ ଆମ ଦେଶ ସମ୍ବଳ କୁହାଯାଏ, ତାକୁ ଜାତୀୟ ସମ୍ବଳ କୁହାଯାଏ। ଏବେ ପାକିସ୍ତାନରେ ଯେଉଁଟା ଅଛି ତାକୁ ତ ଆମେ ଜାତୀୟ ସମ୍ବଳ କହିପାରିବା ନାହିଁ, ସେ ତାର ଜାତୀୟ ସମ୍ବଳ, ସେ ପାକିସ୍ତାନର ସମ୍ବଳ ତାକୁ କୁହାଯାଇଛି ହେଲା। ତ ଦେଶର ସୀମାରେଖା ମଧ୍ୟରେ ଥିବା ଯେଉଁ ସମ୍ବଳ ଅଛି ତାକୁ ଆମେ କ'ଣ କୁହାଯାଏ? ଜାତୀୟ ସମ୍ବଳ କୁହାଯାଏ ହେଲା। ଯାହା ରାସ୍ତାଘାଟ, କୋଇଲା, ରେଳପଥ, ଖଣିଜ ପଦାର୍ଥ, ଜଳ, ଅରଣ୍ୟ, ବନ୍ୟପ୍ରାଣୀ କିଛି ବି ହଉ, ଏପରିକି ସମୁଦ୍ର ମଧ୍ୟ ବି। ସମୁଦ୍ର ବି ବିଭିନ୍ନ ଭାଗରେ ବିଭକ୍ତ ହୋଇଥାଏ। ଏତେ ମାନେ ସମୁଦ୍ରରେ ଏତେଠୁ ଏତେ ଆମ ଦେଶ, ଏତେଠୁ ଏତେ ତମ ଦେଶ ହେଲା। ରାସ୍ତାଘାଟ, ଜଳ ମଧ୍ୟ ବ୍ୟବହାର ହୋଇଥାଏ। ଡ୍ୟାମ୍ ବନାଯାଏ, କି ଡ୍ୟାମ୍ଟେ ବନେଇଦେବେ, ସେ ସାଇଡ଼୍ର ଜଳ ତମର, ସେ ସାଇଡ଼୍ର ଜଳ ଆମର, ଏମିତି କରାଯାଏ। ଆନ୍ତର୍ଜାତିକ ସମ୍ବଳ କୁହାଯାଏ। ଦେଖ, ଜାତୀୟ ସମ୍ବଳ ଆମେ ବୁଝିଲା କେଉଁଟାକୁ କୁହାଯାଏ। ଏବେ ଆନ୍ତର୍ଜାତିକ ସମ୍ବଳ କାହାକୁ କୁହାଯାଏ ନା ଯେଉଁ ସମ୍ବଳର ଆନ୍ତର୍ଜାତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହୋଇଥାଏ ତାକୁ ଆନ୍ତର୍ଜାତିକ ସମ୍ବଳ କୁହାଯାଏ। ଯେଉଁ ସମ୍ବଳ ଆନ୍ତର୍ଜାତିକ ଅନୁଷ୍ଠାନରେ କ'ଣ ହୁଏ? ପରିଚାଳିତ ହୁଏ। ଆନ୍ତର୍ଜାତିକ କହିଲେ ଇଣ୍ଟରନ୍ୟାସନାଲ୍ ହେଲା, ବିଦେଶ। ଯେମିତି ସମୁଦ୍ର ଉପକୂଳ ଅନ୍ୟାନ୍ୟ ଅର୍ଥନୈତିକ ଅଞ୍ଚଳ ଠାରୁ 200 ନଟିକାଲ ମାଇଲର ପରବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ ଏହାର ଅନ୍ତର୍ଗତ। ଏହା ଉପରେ ଆନ୍ତର୍ଜାତିକ ଅନୁଷ୍ଠାନ, ବିଶ୍ୱ ସଂଘ, ଜାତୀୟ ୟୁନାଇଟେଡ୍ ନେସନ୍ କୁହାଯାଏ ଏଠାକୁ ହେଲା, କର୍ତ୍ତୃତ୍ୱ ରହିଥାଏ ଏବଂ ଏହାର ବିନା ଅନୁମତିରେ କୌଣସି ଦେଶ କୌଣସି ପ୍ରକାର ଅଧିକାର ସମ୍ଭାବ୍ୟତା କରିପାରିବେ ନାହିଁ ହେଲା। ଆନ୍ତର୍ଜାତିକ ସମ୍ବଳ କାହାକୁ କୁହାଯାଏ ନା ଯାହା ଅନ୍ତର୍ଜାତୀୟ ଅନୁଷ୍ଠାନରେ ଚଳାଯାଏ ହେଲା। ତାହା କ'ଣ? 200 ନଟିକାଲ ମାଇଲର ପରବର୍ତ୍ତୀ ଅଞ୍ଚଳ, ସମୁଦ୍ର ଠାରୁ 200 ନଟିକାଲ ମାଇଲର ପରବର୍ତ୍ତୀ ଅଞ୍ଚଳ, ତାକୁ କ'ଣ କୁହାଯାଏ? ଆନ୍ତର୍ଜାତିକ। ତାହା କ'ଣରେ ବ୍ୟବହାର ହେବ? ସେ ଆନ୍ତର୍ଜାତିକ ଅନୁଷ୍ଠାନ କିଛି ବି ହେଉ, ସେଥିରେ ହିଁ ବ୍ୟବହାର ହେବ। ୟୁନାଇଟେଡ୍ ନେସନ୍ରୁ ସେଥିରେ ତୁମକୁ କ'ଣ ପରମିସନ୍ ଆଣିବାକୁ ପଡ଼ିବ, ତାପରେ ହିଁ କିଛି ବି କରିପାରିବ ତୁମେ ହେଲା। ତାକୁ କୁହାଯାଏ ଆନ୍ତର୍ଜାତିକ ସମ୍ବଳ। ତ ପିଲାମାନେ, ଆଜି ପାଇଁ ଏତିକି। ଏବଂ ଯଦି ଭିଡ଼ିଓଟାକୁ ଭଲ ଲାଗିଲା ବୋଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ଆଉ କମେଣ୍ଟ କରିବେ କି ଭିଡ଼ିଓ
ଆଉ କେଉଁ ଟପିକ୍ରେ ଦରକାର ଏବଂ କ'ଣ ତୁମକୁ ଡାଉଟ୍ ରହିଲା, ତେବେ ଆମେ ଏଥିରେ ଆଉ ଟିକେ ଭଲରେ ପଢ଼େଇ ପାରିବୁ ହେଲା।